ଯଥାର୍ଥ ଓ ଆଦର୍ଶ ମଧ୍ୟରେ ବିବାଦ ସୃଷ୍ଟି ହେଲା। ଯଥାର୍ଥ କହୁଥିଲା ମୁଁ ବଡ଼ ଓ ଆଦର୍ଶ କହୁଥିଲା ମୁଁ ବଡ଼। ଯଥାର୍ଥ ଓ ଆଦର୍ଶ ଉଭୟ ପ୍ରଜାପତି ବ୍ରହ୍ମାଙ୍କ ସମୀପକୁ ଗଲେ ଏବଂ କହିଲେ, ଭଗବାନ, ଆପଣ ହିଁ ଆମକୁ ଜନ୍ମ ଦେଇଛନ୍ତି। ଏବେ ନିର୍ଣ୍ଣୟ କରିଦିଅନ୍ତୁ ଆମ ଦୁଇ ଜଣଙ୍କ ମଧ୍ୟରେ ବଡ଼ କିଏ? ପ୍ରଜାପତି ଟିକିଏ ଗମ୍ଭୀର ହୋଇ ବିଚାର କରିବାକୁ ଲାଗିଲେ। ପୁଣି ମୁରୁକି ହସି କହିଲେ, ଯିଏ ଆକାଶ ଓ ପୃଥିବୀର ସମ୍ବନ୍ଧକୁ ଯୋଡ଼ିଦେବ ସେ ହିଁ ବଡ଼ ହେବ। ଯଥାର୍ଥ ନିଜର ବିସ୍ତାର କରିବାକୁ ଆରମ୍ଭ କଲା। ପୃଥିବୀରୁ ଉପରକୁ ଯିବାକୁ ଲାଗିଲା, ଉଠିବାରେ ଲାଗିଲା, କିନ୍ତୁ ସେ ସୂର୍ଯ୍ୟଙ୍କୁ ଛୁଇଁ ପାରିଲା ନାହିଁ। ସେ ହାର ମାନିଲା ଓ ଆଦର୍ଶକୁ କହିଲା, ଆଚ୍ଛା, ଏବେ ତୁମେ ଏହା କରି ଦେଖାଅ। ଆଦର୍ଶ ଆକାଶକୁ ଚାଲିଗଲା ଓ ସେଠାରୁ ନିଜର ପାଦ ବଢ଼ାଇ ଧରିତ୍ରୀକୁ ଛୁଇଁବା ପାଇଁ ପ୍ରଯତ୍ନ କଲା, କିନ୍ତୁ ମଝିରେ ହିଁ ଝୁଲି ରହିଗଲା। ଉଭୟ ମୁଣ୍ଡ ନୁଆଁଇ ପ୍ରଜାପତିଙ୍କ ସାମ୍ନାରେ ନିଜ ନିଜର ପରାଜୟକୁ ସ୍ୱୀକାର କଲେ। ବ୍ରହ୍ମାଜୀ ଉଭୟଙ୍କୁ ବୁଝାଇ କହିଲେ, ଯାଅ, ଏବେ ଦୁହେଁ ମିଶି ପ୍ରଯତ୍ନ କର। ଯଥାର୍ଥ ଓ ଆଦର୍ଶ ଭାଇ ଭାଇ ପରି ମିଶିଲେ ଏବଂ ଦୁହେଁ ପୃଥିବୀ ଆକାଶକୁ ଯୋଡ଼ିଦେଲେ। ପ୍ରଜାପତି ବହୁତ ପ୍ରସନ୍ନ ହୋଇ କହିଲେ, ବତ୍ସ, ତୁମର ବଡ଼ପଣ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହେବାରେ ନାହିଁ, ସହଯୋଗୀ ହେବାରେ ନିହିତ। ଯିଏ ଯେତିକି ଅଂଶରେ ଯଥାର୍ଥ ଓ ଆଦର୍ଶର ସମନ୍ୱୟ କରିପାରେ, ସିଏ ସେତିକି ନିଜ ସ୍ତରରୁ ଉଚ୍ଚତମ ସ୍ଥିତି ପର୍ଯ୍ୟନ୍ତ ବଢ଼ିପାରିବ। ଅଖଣ୍ଡ ଜ୍ୟୋତି, ଜାନୁଆରୀ 2024, ପୃଷ୍ଠା ସଂଖ୍ୟା 56। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।